ଆଜି ଆମେ ଆମ ପାଖରେ ଯୋଉ ତଥ୍ୟ ଅଛି ସେଇ ଆଧାରରେ ଗୋଟେ ଭାରତୀୟ ଆଞ୍ଚଳିକ ପର୍ବ ବିଷୟରେ କଥା ହେବା। ନାଁଟା ହେଉଛି ମୋଆତ୍ସୁ। ଏମିତି ଟିକେ ଅଲଗା ଶୁଭୁଛି ନାଁଟା। ତ ଚାଲନ୍ତୁ ଦେଖିବା ଏଟା କୋଉଠି ପାଳନ ହୁଏ ଆଉ କିଏ ସବୁ ପାଳନ କରନ୍ତି। ହଁ, ନାଁଟା ଶୁଣିଲେ ପ୍ରଥମେ ମନକୁ ଆସେ ଏଇଟା ଆମ ଦେଶର କୋଉ ଅଞ୍ଚଳର ହେଇଥିବ। ଆମ ପାଖରେ ଯାହା ସୂଚନା ଅଛି ସେଇ ଅନୁସାରେ ଏଇ ପର୍ବଟା ଭାରତର ଆଉ ଉତ୍ତର ପୂର୍ବ ରାଜ୍ୟର। ଉତ୍ତର ପୂର୍ବ ହଁ, ନାଗାଲାଣ୍ଡରେ ପାଳନ କରାଯାଏ। ନାଗାଲାଣ୍ଡ। ଓହୋ, ସେଠାକାର ସଂସ୍କୃତି ତ ବହୁତ ରଙ୍ଗୀନ ଆଉ ପୁରା ନିଆରା। ହଁ। ସେମାନଙ୍କର ପର୍ବପର୍ବାଣୀ ଗୁଡ଼ିକ ସତରେ ବହୁତ ଆକର୍ଷଣୀୟ। ହଁ, ଏକଦମ। ତେବେ ନାଗାଲାଣ୍ଡ ଭିତରେ ତ ବହୁତ ଅଲଗା ଅଲଗା ସମ୍ପ୍ରଦାୟ ଅଛନ୍ତି। ଏଇ ମୁଆତ୍ସୁ ପର୍ବଟା ମୁଖ୍ୟତଃ କୋଉ ସମ୍ପ୍ରଦାୟ ସହିତ ଜଡ଼ିତ? କିଏ ପାଳନ୍ତି ଏହାକୁ ବେଶୀ? ଏଇଟା ମୁଖ୍ୟତଃ ଆଓ ଜନଜାତି ତାଙ୍କର ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ ପର୍ବ। ଆଓ ଜନଜାତି। ହଁ, ଆଓ ସେମାନେ ନାଗାଲାଣ୍ଡର ଯୋଉ କେତୋଟି ମୁଖ୍ୟ ନାଗା ଜନଜାତି ଅଛନ୍ତି ତାଙ୍କ ଭିତରୁ ଗୋଟିଏ। ତାଙ୍କର ପୁରା ନିଜସ୍ୱ ଭାଷା, ନିଜ ସଂସ୍କୃତି, ପରମ୍ପରା ସବୁ ଅଛି। ଆଉ ଏଇ ମହାତ୍ସୁ ହେଉଛି ସେଇ ପରମ୍ପରାର ଗୋଟେ ବଡ଼ ଅଂଶ। ବୁଝିଲେ? ଆଚ୍ଛା, ଆଉ ଜନଜାତି, ଏଇ କଥାଟା ଆହୁରି ମଜାଦାର ଲାଗୁଛି। ତାହେଲେ ଏଇ ପର୍ବଟା କ'ଣ ପୁରା ନାଗାଲାଣ୍ଡରେ ପାଳନ ହୁଏ? ଯେଉଁଠି ବି ଆଓ ଲୋକମାନେ ଅଛନ୍ତି, ନା କୌଣସି ଗୋଟେ ଖାସ୍ ଅଞ୍ଚଳରେ ଏହାର ପାଳନ ବେଶୀ ଜୋରସୋରରେ ହୁଏ? ନା, ଦେଖନ୍ତୁ, ଆମକୁ ଯାହା ତଥ୍ୟ ମିଳିଛି ସେଟା କହୁଛି ଯେ ଏଇ ପର୍ବଟା ବିଶେଷ କରି ଗୋଟିଏ ଜିଲ୍ଲାରେ, ଓହୋ। ହଁ, ମୋକୋକଚୁଙ୍ଗ ଜିଲ୍ଲା, ସେଇଠି ବହୁତ ଧୁମଧାମରେ ପାଳିତ ହୁଏ। ମୋକୋକଚୁଙ୍ଗ। ହଁ, ଏଇ ଜିଲ୍ଲାଟିକୁ ଏମିତିରେ ଆଓ ଜନଜାତିର ଗଡ଼ ବୋଲି ବି କହିହେବ, କାରଣ ସେଠି ତାଙ୍କ ସଂଖ୍ୟା ବେଶୀ। ତେଣୁ ମୁଆତ୍ସୁର ଯୋଉ ପ୍ରକୃତ ରଙ୍ଗ, ଯୋଉ ଉତ୍ସାହ, ସେଇଟା ସେଇଠି ବେଶୀ ଦେଖିବାକୁ ମିଳେ। ବୁଝିଲି। ତାମାନେ ଯଦି ଆମେ ଏମିତି ସଂକ୍ଷେପରେ କହିବା, ମୁଆତ୍ସୁ ହେଉଛି ନାଗାଲାଣ୍ଡ ରାଜ୍ୟର ମୋକୋକଚୁଙ୍ଗ ଜିଲ୍ଲା, ଆଉ ସେଠାକାର ଆଓ ଜନଜାତିର ଲୋକମାନଙ୍କ ପାଇଁ ଏକ ମୁଖ୍ୟ ସାଂସ୍କୃତିକ ଉତ୍ସବ। ଏକଦମ ଠିକ୍। ହଁ, ଏହା ସେମାନଙ୍କ ପରିଚୟର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ। ନିଶ୍ଚୟ। ଆଉ ଏଇଠି ଗୋଟେ କଥା ଭାବିବା ଭଳି ଅଛି। ଦେଖନ୍ତୁ, କେମିତି ଗୋଟିଏ ପର୍ବ ସେ କେବଳ ଗୋଟେ ସମ୍ପ୍ରଦାୟର ପରିଚୟ ନୁହେଁ, ବରଂ ସେହି ନିର୍ଦ୍ଦିଷ୍ଟ ଅଞ୍ଚଳ, ଯେମିତି ଏଠି ମୋକୋକଚୁଙ୍ଗ, ତାର ପରିଚୟ ସହିତ ବି ପୁରା ଯୋଡ଼ି ହୋଇଯାଏ। ହୋ, ଠିକ୍ କଥା। ମୁଆତ୍ସୁ, ଆଓ ଜନଜାତି ଆଉ ମୋକୋକଚୁଙ୍ଗ ଜିଲ୍ଲା, ଏ ତିନିଟା ଯେମିତି ପୁରା ଗୋଟିଏ ସୂତାରେ ବନ୍ଧା। ଏଇଟା ଖାଲି ନାଚ, ଗୀତ ବା ଖିଆପିଆର ଉତ୍ସବ ନୁହେଁ, ଏହା ସେଇ ସମ୍ପ୍ରଦାୟର ସାମାଜିକ ବନ୍ଧନ, ତାଙ୍କ ପରମ୍ପରା, ତାଙ୍କ ଐତିହ୍ୟ ସବୁକୁ ପ୍ରତିଫଳିତ କରେ। ହଁ, ବାସ୍ତବିକ ସତ କଥା। ଗୋଟିଏ ପର୍ବ ଭିତରେ କେତେ କଥା ଲୁଚି ରହିଥାଏ, ସେ ଜାଗା ବିଷୟରେ, ସେ ଲୋକଙ୍କ ବିଷୟରେ, ଆଉ ସେମାନଙ୍କ ପରମ୍ପରା ବିଷୟରେ। ତେବେ ଆଶା କରୁଛି ଆମର ଏହି ସଂକ୍ଷିପ୍ତ ଆଲୋଚନା ମୁଆତ୍ସୁ ବିଷୟରେ ଗୋଟେ ମୋଟାମୋଟି ଧାରଣା ଦେବାରେ ନିଶ୍ଚୟ ସାହାଯ୍ୟ କରିଥିବ।